ଗୋଟିଏ 1 ଟଙ୍କା କଏନ୍ ଯାହାର ମୂଲ୍ୟ 1 ଲକ୍ଷ ଟଙ୍କାରୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ହୁଏତ ଆପଣମାନଙ୍କ ବାକ୍ସର କେଉଁ କୋଣରେ ମଧ୍ୟ ପଡ଼ିଥାଇପାରେ। ନମସ୍କାର, ମୁଁ ଗିରିବାବୁ। ମୋର କଏନ୍ ରହସ୍ୟ ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲରୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆପଣମାନଙ୍କୁ ଭାରତର ପ୍ରଚଳିତ ପୁରୁଣା ଓ ନୂଆ କଏନ୍ ଓ ନୋଟ୍ର ଗୋଟି ଗୋଟି କରି ସବୁରି ମୂଲ୍ୟ ଆପଣମାନଙ୍କୁ ଜଣାଇଦେବି। କଏନ୍ ବହିରେ ଦିଆଯାଇଥିବା ଦାମ ଓ ମାର୍କେଟର ବର୍ତ୍ତମାନ ଦାମ କେତେ ତାହା ଆପଣମାନଙ୍କୁ ଅବଗତ କରାଇବି। କିନ୍ତୁ ମୋର ଅନୁରୋଧ, ମୋର ଏହି ଚ୍ୟାନେଲଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ଦେଖିବେ ତଥା ଲାଇକ୍ଟିଏ କରିବେ ଓ ବେଲ୍ ବଟନଟିକୁ କ୍ଲିକ୍ କରିବେ। ଯଦି ଆଗରୁ ମୋର ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ ମଧ୍ୟ କରିବେ। ମୁଁ ଆଜି ବଡ଼ କଏନ୍ ମାନେ ଡାବୁ କଏନ୍ ବିଷୟରେ କହୁଛି, ଯାହାର ଓଜନ 8 ଗ୍ରାମ, ଡାଇମିଟର 28 mm। ଏହା 1975 ମସିହାରୁ 1982 ମସିହା ପର୍ଯ୍ୟନ୍ତ ତିଆରି ହୋଇଛି। ଏହା 2ଟି ମିଣ୍ଟରେ ଯଥା କୋଲକାତା ମିଣ୍ଟ ଓ ବମ୍ବେ ମିଣ୍ଟ, କିନ୍ତୁ 1976 ଓ 1982 ମସିହା କେବଳ ବମ୍ବେ ମିଣ୍ଟରେ ତିଆରି ହୋଇଛି। କିନ୍ତୁ ଏସବୁ କଏନ୍ ଗୁଡ଼ିକ କମନ୍ କଏନ୍ ଅଟେ, ଯାହାର ମୂଲ୍ୟ 10 ଟଙ୍କାରୁ 50 ଟଙ୍କା ପର୍ଯ୍ୟନ୍ତ ହୋଇପାରେ। କିନ୍ତୁ 1970 ମସିହା ବମ୍ବେ ମିଣ୍ଟ, ଯାହାର ଓଜନ 10 ଗ୍ରାମ, ସେହି କଏନ୍ର ମୂଲ୍ୟ 2000ରୁ 10,000 ଟଙ୍କା ପର୍ଯ୍ୟନ୍ତ ହୋଇପାରେ। କିନ୍ତୁ 1939 ମସିହା ବମ୍ବେ ମିଣ୍ଟ, ଓଜନ 11.66 ଗ୍ରାମ, ତାହାର ଦାମ 1 ଲକ୍ଷ ଟଙ୍କାରୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ଏଣୁ ଆପଣମାନେ ଚିନ୍ତା କରନ୍ତୁ, କଏନ୍ ଭିତରେ ଲୁଚି ରହିଛି କେତେ ରହସ୍ୟ। ଖାଲି 1 ଟଙ୍କା ନୁହେଁ, ପୁରୁଣା 1 ପଇସା, 2 ପଇସା, 3 ପଇସା, 5 ପଇସା, 10 ପଇସା, 20 ପଇସା, 25 ପଇସା, 50 ପଇସା, 2 ଟଙ୍କା କଏନ୍, 5 ଟଙ୍କା କଏନ୍, 10 ଟଙ୍କା କଏନ୍, 20 ଟଙ୍କା କଏନ୍ ଓ କାଗଜ ନୋଟ୍ ଗୁଡ଼ିକର ଗୋଟି ଗୋଟି କରି ସବୁରି ମୂଲ୍ୟ ଆପଣମାନଙ୍କୁ ପରବର୍ତ୍ତୀ ଏପିସୋଡ୍ ଗୁଡ଼ିକରେ କହିବି। ତଥା ମୋର କଥାକୁ ବିଶ୍ୱାସ କରନ୍ତି ତାହେଲେ ଆପଣମାନେ ଆପଣମାନଙ୍କ ସାଙ୍ଗମାନଙ୍କୁ ସେୟାର ମଧ୍ୟ କରିପାରିବେ, କାରଣ ସେମାନେ ମଧ୍ୟ ଉକ୍ତ ବିଷୟରେ ଜାଣିପାରିବେ। ରହିଲି, ଜୟ ହିନ୍ଦ, ଜୟ ଜଗନ୍ନାଥ।